जदि गाड़ीटी घटगाँ अभिमुखे जाऊँगी आ भक्तटीए से गोटे नड़िया दौर गाड़ी चालक से नड़िया न नहीं आगू बढ़ी पारन कारण घटगाँ बासिनी माँ तारिणी महिमा ही से भाया किसी आपण मैंने जानती कि माँ तारिणी प्रथम कांची अवस्थान करते जितेबाला राजा पुरुषोत्तम देव कांची अभियान करते कांची विजय कलापर माँ तारिणी को निज संगरे नहीं आसी ଏହି ଅଭିଯାନରେ ରାଜାଙ୍କର ସେନାପତି ଥିଲେ କେଉଁଝର ରାଜା ଗୋବିନ୍ଦ ଭଞ୍ଜ। ସେ ଯୁଦ୍ଧର ବିଜୟର ଉପହାର ସ୍ୱରୂପ ମା ତାରିଣୀଙ୍କୁ ମାଗି ନେଇଥିଲେ କିନ୍ତୁ ମା ସଂକଳ୍ପ କରିଥିଲେ ଯେଉଁ ସ୍ଥାନରେ ମା ଚାହିଁବେ ସେହି ସ୍ଥାନରେ ରହିଯିବେ। ଏହି ସର୍ତ୍ତ ଅନୁସାରେ ମା ଅଶ୍ୱାରୂଢ଼ା ହୋଇ ଗମନ କରୁଥିବା ସମୟରେ ଘଟଗାଁ ସ୍ଥିତ ଶାଳବଣକୁ ନିଜର ନିବାସ ରୂପେ ଚୟନ କରିଥିଲେ ଏବଂ ଅଦ୍ୟାବଧି ସେହିଠାରେ ହିଁ ମା ତାରିଣୀ ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି ଏବଂ ଭବସାଗରରୁ ସମସ୍ତଙ୍କୁ ତାରଣ କରୁଛନ୍ତି। ମାଙ୍କୁ ମାଟି ଘୋଡ଼ା ଓ ନଡ଼ିଆଟିଏ ଦେଇ ଯଦି ସତ ମନରେ କିଛି ବି ସଂକଳ୍ପ କରିଦିଆଯାଏ ସେହି ସଂକଳ୍ପ ପୂର୍ଣ୍ଣ ହେବା ସୁନିଶ୍ଚିତ କାରଣ ମାଟି ଘୋଡ଼ା ଓ ନଡ଼ିଆ ଉପରେ ମାଙ୍କର ବିଶେଷ ଶ୍ରଦ୍ଧା ରହିଛି। ଓଡ଼ିଶାରେ ଏମିତି କୌଣସି ଘର ନଥିବ ଯାହାଙ୍କ ଘରେ ବୋଧହୁଏ ମା ତାରିଣୀଙ୍କର ଫଟୋଟିଏ ନଥିବ। ଆପଣମାନେ ମଧ୍ୟ ଏହି ବର୍ଷ 16 ପୂଜା ମଧ୍ୟରେ ମା ତାରିଣୀଙ୍କ ଦର୍ଶନ କରନ୍ତୁ ଏବଂ ମା ତାରିଣୀଙ୍କ ପ୍ରିୟ नड़िया कोरा प्रसाद पाइबा भूलिए नहीं। जय माता दी।